ଜାଣି ରଖନ୍ତୁ ଆର୍ଆର୍ବି ଆସିଷ୍ଟାଣ୍ଟ ଲୋକ ପାଇଲଟ ବା ALPCEN1 ବା 2024 ଆସିଯାଇଛି। ଏଥିରେ 18,759ଟି ପୋଷ୍ଟ ରହିଛି। ଏଜୁକେସନ୍ କ୍ୱାଲିଫିକେସନ୍ କ୍ଲାସ୍ 10th ମେଟ୍ରିକ୍ ITI ଫ୍ରମ୍ NCVT ଏବଂ SCVT ସାର୍ଟିଫିକେଟ୍ ରହିଛି ଏବଂ ଏଥିରେ ଫିଟର ଇଲେକ୍ଟ୍ରିସିଆନ୍, ଇନଷ୍ଟ୍ରୁମେଣ୍ଟ ମେକାନିକ୍, ମିଲାଇଟ୍ ମେଣ୍ଟେନାନ୍ସ ମେକାନିକ୍, ମେକାନିକ୍ ରେଡ଼ିଓ ଆଣ୍ଡ TV, ଇଲେକ୍ଟ୍ରୋନିକ୍ସ ମେକାନିକ୍, ମେକାନିକ୍ ମୋଟର ଭେହିକିଲ୍, ୱେୟାରମ୍ୟାନ୍, ଟ୍ରାକ୍ଟର ମେକାନିକ୍, ଆର୍ମଚର ଆଣ୍ଡ କଏଲ୍ ୱେଣ୍ଡର, ମେକାନିକ୍ ଡିଜେଲ, ହିଟ୍ ଇଞ୍ଜିନ୍, ଟର୍ନର, ମେକାନିଷ୍ଟ, ରେଫ୍ରିଜରେସନ୍ ଏବଂ SC ITIରେ ଟ୍ରେଡ୍ ରହିଛି କିମ୍ବା କ୍ଲାସ୍ 10th ୱିଥ୍ ଡିପ୍ଲୋମା ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଇଞ୍ଜିନିୟରିଂ ଡିପ୍ଲୋମାରେ ଟ୍ରେଡ୍ ରହିଛି କିମ୍ବା BE ବା ବିଟେକ୍ ଡିଗ୍ରୀ ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଇଞ୍ଜିନିୟରିଂ କ୍ୱାଲିଫିକେସନ୍ ରହିଛି। ଓଡ଼ିଶାର ରେଲୱେ ବୋର୍ଡ଼ ଦେଖିବାକୁ ଗଲେ ଆର୍ଆର୍ବି ଭୁବନେଶ୍ୱର ECR ରହିଛି। ଓଡ଼ିଶାରେ ପୋଷ୍ଟ ଦେଖିବାକୁ ଗଲେ ଜେନେରାଲରେ 104ଟି ପୋଷ୍ଟ ରହିଛି, EWSରେ 18ଟି ପୋଷ୍ଟ ରହିଛି, OBCରେ 65ଟି ପୋଷ୍ଟ ରହିଛି, SCରେ 42ଟି ପୋଷ୍ଟ ରହିଛି, STରେ 51ଟି ପୋଷ୍ଟ ରହିଛି। ତେବେ ଓଡ଼ିଶାରେ 280ଟି ପୋଷ୍ଟ ରହିଛି। ଏଜ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ 18 ବର୍ଷ ଏବଂ ମ୍ୟାକ୍ସିମମ୍ 33 ବର୍ଷ ରହିଛି। ଆପ୍ଲିକେସନ୍ ଫି ଦେଖିବାକୁ ଗଲେ ଜେନେରାଲ OBC EWS 500 ଟଙ୍କା, EBC ମାନଙ୍କର 250 ଟଙ୍କା ଏବଂ ଅଲ୍ କ୍ୟାଟେଗୋରୀ ଫିମେଲ୍ ମାନଙ୍କର 250 ଟଙ୍କା ଆପ୍ଲିକେସନ୍ ଫି ରହିଛି। ଆଫ୍ଟର ଏପିୟର ଷ୍ଟେଜ୍ ଫାଷ୍ଟ ଏକ୍ଜାମ୍ ଜେନେରାଲ OBC EWS ଫି ରିଫଣ୍ଡ 400 ଟଙ୍କା, SC ST EBC ଫିମେଲ୍ ମାନଙ୍କର 250 ଟଙ୍କା ରିଫଣ୍ଡ ରହିଛି। ଏହି ପୋଷ୍ଟଟି 20/1/2024ରେ 5,696ଟି ପୋଷ୍ଟ ରିଲିଜ୍ ହୋଇଥିଲା କିନ୍ତୁ ଏବେ 18,759ଟି ପୋଷ୍ଟ ଅଲ୍ ଓଭର୍ ଇଣ୍ଡିଆରେ ଇନକ୍ରିଜ୍ ହୋଇଛି ଏବଂ ଓଡ଼ିଶାରେ 280ଟି ପୋଷ୍ଟ ରହିଛି। ଆଶା କରୁଛି ପୋଷ୍ଟର ଡିଟେଲ୍ସ ସବୁ କିଛି ବୁଝିପାରିଥିବେ। ଯେଉଁମାନଙ୍କର ଡାଉଟ୍ ରହିଗଲା କମେଣ୍ଟରେ ଲିଙ୍କ୍ ଅଛି, ସେହି ଲିଙ୍କ୍ରେ କ୍ଲିକ୍ କରି ଡାଇରେକ୍ଟ ନୋଟିଫିକେସନ୍କୁ ରିଡ୍ କରିପାରିବେ।